ତାହେଲେ ପିଲାମାନେ ପୁଣି ଥରେ ତମ ସମସ୍ତ ଫାର୍ଷ୍ଟ ସେକେଣ୍ଡ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କଲେ ଭାରତରେ ଶିକ୍ଷାର ସ୍ତର କେମିତି ଦିନକୁ ଦିନ କମିବାରେ ଲାଗିଲାଣି, ଯେଉଁଥିପାଇଁ ଆମର ଶିକ୍ଷା କମିଶନ ମଧ୍ୟ ବସାଗଲାଣି। ଆଜି ମଧ୍ୟ ଆଲୋଚନା କରିବା ଶିକ୍ଷା କ୍ଷେତ୍ରରେ ଆଉ କଣ କଣ ସବୁ ସମସ୍ୟା ରହିଛି। ଦେଖିଲେ ଆପଣ ଟିକେ କହୁଛନ୍ତି, ଦେଖିଲେ ତମ ମାନଙ୍କର 70 ନମ୍ବର ପୃଷ୍ଠାକୁ ଦେଖ ପିଲେ। ସମସ୍ୟା ତ ଅନେକ, ଶିକ୍ଷା କ୍ଷେତ୍ରରେ ବହୁତ ସମସ୍ୟା ଚାଲିଛି ରହିଛି, କିନ୍ତୁ ଗୋଟିଏ ଦୁଇଟି କଥା ବିଚାର କଲେ ଆମେ ସମସ୍ୟାର ବିଶାଳତାର ଆଭାସ ମିଳିବ। କିନ୍ତୁ ଗୋଟିଏ ଦୁଇଟି ସମସ୍ୟା ଯଦି ଆମେ ଆଲୋଚନା କରିବା ନା, ଏ ସମସ୍ୟାଟି କେତେ ବଡ ତାହାକୁ ଜାଣିବାକୁ ସୁଯୋଗ ମିଳିବ ଆମକୁ। ଆଉ ଆଭାସ ମିଳିବ। ଦେଖ ବୋଲେ ଦେଶରେ ମୂଳରୁ ଚୂଳ ପର୍ଯ୍ୟନ୍ତ ଯେଉଁ ପରୀକ୍ଷା ପଦ୍ଧତି ଅଛି, ସେଇ ପଦ୍ଧତିରେ ଛାତ୍ର ମାନଙ୍କର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା ଭାରି କଷ୍ଟ। ଆମ ଦେଶର ମୂଳରୁ ଚୂଳ ପର୍ଯ୍ୟନ୍ତ, ମାନେ ପ୍ରଥମ ଶ୍ରେଣୀରୁ ନେଇକି ସବୁଠୁ ବଡ ଶ୍ରେଣୀ, ମୂଳରୁ ଯାହା ସବୁ ପରୀକ୍ଷା ଆରମ୍ଭରୁ ଶେଷ ଯାଏ ଯେଉଁ ପରୀକ୍ଷା ସବୁ ଚାଲିଛି, ଯେଉଁ ପରୀକ୍ଷା ପଦ୍ଧତି ସବୁ ରହିଛି, ସେଇଥିରେ ଛାତ୍ରଛାତ୍ରୀ ମାନଙ୍କର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପାରୁନାହିଁ। କେଉଁ ଛାତ୍ର ପାଖେ କେଉଁ ଗୁଣ ଅଛି ତାଙ୍କେ ଜଣା ପଡୁନାହିଁ। କେତେ ଗୁଡାକ ପିଲା ଅଛନ୍ତି କପି କରି ବହୁତ ନମ୍ବର ରଖିଦେଇ ଦଉଛନ୍ତି, ପ୍ରକୃତରେ କଣ ସତରେ ତା ପାଖରେ ସେତିକି ଗୁଣାତ୍ମକ ମୂଲ୍ୟ ରହିଛି ଜଣା ପଡୁନାହିଁ। ଜଣା ପଡୁଛି କି ଜଣା ପଡୁନାହିଁ। ତେଣୁ ଶିକ୍ଷା କମିଶନ ଲେଖକ କହୁଛନ୍ତି, ଶିକ୍ଷା କମିଶନ ଅନ୍ୟାନ୍ୟ ବିଷୟରେ ମଧ୍ୟ ଏଇ ପରୀକ୍ଷା ପଦ୍ଧତି ପ୍ରତି ବେଶୀ ଦୃଷ୍ଟି ଦେବ ବୋଲି ଆଶା ରଖାଯାଏ। ତେଣୁ ଏଇ ଯୋଉ ଶିକ୍ଷା କମିଶନ ବସାଇଛନ୍ତି, ଶିକ୍ଷା କ୍ଷେତ୍ର କାହିଁକି କମିଗଲା ବୋଲି ତାକୁ ଲକ୍ଷ୍ୟ କରିବା ପାଇଁ ସେ ଶିକ୍ଷା କମିଶନ ପରୀକ୍ଷା ପଦ୍ଧତି ପ୍ରତି ଟିକେ ବେଶୀ ଦୃଷ୍ଟି ଦେବେ। ଏଇ ପରୀକ୍ଷା ତାକୁ ଟିକେ ଠିକ କରିବାକୁ ପଡିବ। ଖାଲି କେତେଟା ଗୁଡିଏ ମାର୍କ ପଢିଲା ଏମସିକ୍ୟୁ, ପିଲାମାନେ ମାରି ଦେଇକି ପଳେଇ ଆସିଲେ କ ଖ ଗ ଘ ଭିତରକୁ ଟିକେ, ପିଲାଙ୍କ ଭିତରେ କିଛି ଗୁଣାତ୍ମକ ଜଣା ପଡିଲାନି, ଗୁଣ ଜଣା ପଡିଲାନି। ଆରେ ପ୍ରକୃତିରେ ଲେଖା ହେଇଲେ ପିଲାର ମନୋଭାବ କଣ, ସେ କଣ ଚିନ୍ତା କରୁଛି, ତା ଚିନ୍ତାଧାରା କଣ ଜଣା ପଡିବ। ତାର ବିଶ୍ଲେଷଣାତ୍ମକ ଜଣା ପଡିବ। ଏସବୁ ଜଣା ପଡୁଛି କି କ ଖ ଗ ଭିତରୁ ଯୋଉଟା ହେଲେ ବାଜିଗଲା, ଠିକ ହେଇଗଲେ ଠିକ ହୋଇଗଲା, ହେଇଯାଉଛି ନା ନାଇଁ? ବାଜୁ ବାଜୁ ବାଜୁଛି ନା ନାଇଁ, ସେଇ ହେଇଯାଉଛି ନା ନାଇଁ, ବୁଝିଲା? ପିଲାର ପ୍ରକୃତ ବିଶ୍ଲେଷଣାତ୍ମକ ପ୍ରକୃତରେ ଗୁଣାତ୍ମକ ମୂଳ ଜଣା ପଡୁନାହିଁ ଏଇ ଯୋଉ ପରୀକ୍ଷା ପଦ୍ଧତିରେ। ତେବେ ତମେ ଏବେ ଏଇ ନିକଟରେ କଳିଙ୍ଗ ସତ୍ୟ ହୋଇଥିଲେ ସାଂଘାତିକ ନାମର ଗୋଟିଏ ଉପାଗ୍ରହ ଲେଖା ହେଲେ, ଏବେ କଳିଙ୍ଗ ପତ୍ରିକାରେ କଣ ହେଲା, ଗୋଟିଏ ଲେଖା ବାହାରିଥିଲା, ସତ୍ୟ ହୋଇଥିଲେ ସାଂଘାତିକ। ସେଥିରେ କଣ ଲେଖା ହେଇଥିଲା ଦେଖ କହିଲେ, ସେଥିରେ ଲେଖା ହେଇଥିଲା ଦେଖ ଯେ ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ଯୋଉ ସୂଚନା ଦେଇଥିଲେ, ତାକୁ ବର୍ତ୍ତମାନ ସମାଧାନ କରିବାର କୌଣସି ଉପାୟ ନଥିଲା ପରି ମନେ ହଉନି। ତେଣୁ ସତ୍ୟ ହୋଇଥିଲେ ସାଂଘାତିକ। କଳିଙ୍ଗରେ ଯୋଉ ଲେଖାଟା ବାହାରିଥିଲା, ସେଥିରେ ସେ କଣ ହେଇଥିଲା ନା, ପରୀକ୍ଷା କ୍ଷେତ୍ରରେ ବର୍ତ୍ତମାନ ଅବୈଧ ଆଚରଣ ଚାଲିଛି, ଅବୈଧ ଆଚରଣ ଚାଲିଛି। ତେଣୁ ଏଇଟା କାହିଁକି ଚାଲିଛି ନା, ଦେଖିଲେ ସେଥିରେ ସମାଧାନ ହେବନି। କେଉଁ ଆଚରଣ ବିଷୟରେ କହିଛନ୍ତି, ଦେଖିଲେ କହୁଛନ୍ତି ଆଜିକାଲି ଛାତ୍ରମାନେ ପାଠ ପଢା କଥା ଯେତିକି ଜାଣୁଛନ୍ତି, ତାଠାରୁ ବେଶୀ ଜାଣୁଛନ୍ତି ପରୀକ୍ଷା ବିଷୟରେ। ପିଲାମାନେ ଆଜିକାଲି ପାଠ ପଢା ବିଷୟରେ ବେଶୀ ଜାଣୁନାହାନ୍ତି। ଜାଣୁଛନ୍ତି ପରୀକ୍ଷା କେମିତି ହବ, ପରୀକ୍ଷାରେ ମୁଁ କେମିତି କପି କରି ଲେଖିବ କି, କାହାଠୁ କେତେ ଟିପିବ କି, ଏଇ ଗୋଟେ ପିଲେ ପରୀକ୍ଷା ବିଷୟରେ ବେଶୀ ଜାଣୁଛନ୍ତି। ଏମସିକ୍ୟୁ କେଉଁ ପଢିଲାନି, ଆମର କାହିଁ ଇଏ କୋଶ୍ଚିନ୍ ପଢିଲାନି, ସର୍ଟ କୋଶ୍ଚିନ୍ କାହିଁ ପଢିଗଲା, ବେଶୀ କାହିଁ ଲଙ୍ଗ ପଢୁଛି, ସର୍ଟ କଣ ପାଇଁ ବେଶୀ କମ, ଏଇଭଳି ପରୀକ୍ଷା ବିଷୟରେ ପିଲା ବହୁତ କଥା ଜାଣୁଛନ୍ତି, ପାଠ ପଢା ବିଷୟରେ ଏତିକି କଥା ଜାଣୁନାହାନ୍ତି। ତେଣୁ ଆମ ପ୍ରଗତିଶୀଳ ଦେଶରେ ନୋଟ ବହି ଜବତ କରିବା ଦୂରର କଥା, ଏବେ ପ୍ରାଥମିକ ପରୀକ୍ଷା ପାଇଁ ମଧ୍ୟ ପ୍ରଶ୍ନ ଉତ୍ତର ବହି ସବୁଠୁ ବେଶୀ କଟୁଛି। ତେଣୁ ଆମର ଯେଉଁ ପ୍ରଗତିଶୀଳ ଦେଶ ଦୁଇ ପ୍ରକାର, ଗୋଟିଏ ହେଲା ବିକଶିତ, ବିକାଶ, ଉନ୍ମୁଖୀ। ଆମର ତ ପ୍ରଗତିଶୀଳ ମାନେ ବିକାଶ ଉନ୍ମୁଖୀ। ତେଣୁ ଏଇଠି ନୋଟ ବହି ଜବତ କରିବା ତ ଦୂରର କଥା, ପିଲାମାନେ ଯୋଉ ନୋଟ ବହି ପଢୁଛନ୍ତି ତାକୁ କେତେ ଜବତ କରିବା ତ ଦୂର କଥା, ଏବେ ଯୋଉ ପରୀକ୍ଷା ପାଇଁ କଣ ହେଉଛି, ପ୍ରଶ୍ନୋତ୍ତର ବହି ସବୁ ଆସିଗଲାଣି। ତମ ମାନଙ୍କର ଧର
ସମିଟ୍ 1 ଅଛି, ସମିଟ୍ 2 ଅଛି, ତାର ବିଭିନ୍ନ ପ୍ରକାର ବହି ଆସୁଛି। ତମ ମାନଙ୍କର କ୍ୱାର୍ଟର ଏଣ୍ଡ ଏକ୍ସାମ ଅଛି, ତାର କ୍ୱାର୍ଟର ଏଣ୍ଡ ଏକ୍ସାମ ବହି ସବୁ ଆସୁଛି। ତେଣୁ ପ୍ରଶ୍ନ ଉତ୍ତର ବହି ବେଶୀ ବିକ୍ରି ହଉଛି, ତେଣୁ ନୋଟ ବହିକୁ କଣ ଆମେ ଯୋଗାଯୋଗ କରିବ? ତେଣୁ ପ୍ରଶ୍ନ ଉତ୍ତର ବହି ତ ବେଶୀ ବିକ୍ରି ହଉଛି, ତେଣୁ ନୋଟ ବହି ପଢି ଭୋଟ ଦେଇ ପୃଥିବୀରେ କେଉଁଠି କେବେ ଗଣତନ୍ତ୍ର ତିଷ୍ଠିଲାଣି? ତେଣୁ ଆମେ ଯଦି ଖାଲି ଖାଲି ନୋଟ ବହି ପଢିବ, ପ୍ରକୃତରେ ଜ୍ଞାନ ଗୁଡାକ ପାଇବ? ବହି ଗୁଡାକ କାହିଁକି ଲେଖା ହଉଛି? ତମେ ମାନେ ଯଦି ଖାଲି ନୋଟ ବହି ପଢିକିନା ଜ୍ଞାନ ଦିଗ ଆହରଣ କରିବ, ତମେ ମାନେ ଯଦି ଖାଲି ପ୍ରଶ୍ନ ଉତ୍ତର ବହି ପଢିବ, ତେଣୁ ନୋଟ ବହି ବୁଝିଲା ପଢିଦେଲେ ପୃଥିବୀରେ କେଉଁଠି କେବେ ଗଣତନ୍ତ୍ର ହେବନି। ଖାଲି ତମେ ମାନେ ନୋଟ ବହି ପଢିଦେଇ ତମେ ମାନେ ନେତା ବାଛିଥିଲେ ମଧ୍ୟ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିବନି। ତମ ମାନଙ୍କୁ କଣ କରିବାକୁ ପଡିବ? ମାନେ ଚିନ୍ତା କରିବାକୁ ପଡିବ, ବିଶ୍ଳେଷଣ କରିବାକୁ ପଡିବ, ତର୍ଜମା କରିବାକୁ ପଡିବ। ଚିନ୍ତା ଶକ୍ତି, ଯୁକ୍ତି ଶକ୍ତି ଏଇ ସବୁ ନୋଟ ବହି ପଢିକି କେବେ ମିଳିବନି। ଯେହେତୁ ତମ ମାନଙ୍କର କେବଳ ନୋଟ ବହି ପଢୁଛ, ଖାଲି ତମ ମାନଙ୍କର କାମ ହେଲା ଭୋଟ ଦେଇକି ଆସୁଛନ୍ତି, ଚିନ୍ତା କରୁନାହାନ୍ତି। ଆଜିକାଲି ଯୋଉ ପରୀକ୍ଷା ପଦ୍ଧତି ହେଉଛି, ପାଠ ପଢା ପଦ୍ଧତି ହେଉଛି, ଏଥିରେ ତାଙ୍କେ ପିଲାଙ୍କେ ଚିନ୍ତା ଶକ୍ତି କେତେ ବଢୁଛି କି ନାହିଁ? ବଢୁଛି କି ନା? କିଛି ବଢୁନି, ଖାଲି ଘୋଷ, ଯିଏ ଯେତେ ଘୋଷି ପାରିଲା। ରାତି ପାଇଲେ ଯୋଉ ବିଲାତ ଆମେରିକା ଓ ରୁଷ କଥା ଆମେ କହୁଛୁ, ସେମାନଙ୍କ ସଙ୍ଗେ ସମକକ୍ଷ ହବା ପାଇଁ ଚେଷ୍ଟା କରୁଛେ। ଏମିତି ନୋଟ ବହି ପଢି କଣ ଆମେ ସମାନ ହେଇପାରିବୁ? ଖାଲି ଆମେ ଯଦି ଖାଲି ନୋଟ ବହି ଗୁଡାଏ, ଗାଇଡ ବହି ଗୁଡାଏ କିଣିକି ଘୋଷି ପକେଇବା, ତାଙ୍କେ ସାଙ୍ଗେ ସମାନ ହେଇପାରିବା? ତାଙ୍କେ ସାଙ୍ଗେ କଣ ଅଛି ତାଙ୍କେ ପାଖେ? ମୌଳିକ ସୃଜନ ଗୁଣ ଅଛି ତାଙ୍କ ପାଖେ, ଗୁଡାଏ ନୂଆ ନୂଆ ଜିନିଷ ଡେଭଲପ କରିବାକୁ ଗୁଣ ଅଛି। ଆମେ ଖାଲି ଘୋଷି ପକେଇଲେ ବହିରୁ ହୋଇଯିବ? ବିଲକୁଲ ହବନି। ଜାଣିଲା? ତାହେଲେ ଆମେ ଖାଲି ଲଣ୍ଡନ କଥା କହୁଛେ, ବିଲାତ କଥା କହୁଛେ, ଆମେରିକା କଥା କହୁଛେ, ରୁଷ କଥା କହୁଛେ, ଏବଂ ତାଙ୍କେ ସାଙ୍ଗରେ ଆମେ ଚାହୁଁଛେ ସମକକ୍ଷ ହୋଇଯିବା ପାଇଁ, ତାଙ୍କେ ସାଙ୍ଗେ ଆମେ ସମାନ ହେଇଯିବା। ପରନ୍ତୁ ଏଇ ଯୋଉ ନୋଟ ବହି ପଢିକି ତମେ ମାନେ ଯଦି କହିବ ସମାନ ହେଇଯିବା, ହୋଇପାରିବା କି? ନୋଟ ବହି ପଢିକି ହୋଇପାରିବାନି। ଆମେ ପରୀକ୍ଷା ପଦ୍ଧତିକୁ ଚେଞ୍ଜ କରିବା ପାଇଁ ପଡିବ। ତେଣୁ ନୋଟ ବହି ପଢିକି ଲୋକେ କେବେ କଣ ମୌଳିକ ପୁସ୍ତକ ଲେଖିପାରିବ? ଯିଏ ଗୁଡାଏ ନୋଟ ବହି ପଢି ଯାଉଛି, ଯିଏ ଗୁଡାଏ ଗାଇଡ ବହି ବସିକି ଯାଉଛି ଟେଷ୍ଟ ପେପର, ସିଏ କଣ ମୌଳିକ ପୁସ୍ତକ ନିଜେ ଗୋଟେ ବହି ଲେଖିପାରିବ? ବିଲକୁଲ ଲେଖିପାରିବନି। ବୁଝିଲେ ନାଇଁ? ତେଣୁ ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ, ସେ ଦେଶରେ କଣ ମୌଳିକ ଚିନ୍ତାର ସ୍ଫୁରଣ ହେଇପାରିବ କେମିତି? କେଉଁ ଦେଶରେ ଗୋଟିଏ ପିଲା, ବୁଝିପାରିଲା, ଯେଉଁ ଦେଶରେ ଗୋଟେ ପିଲା ନିଜ ମନର ଦୁଇ ଧାଡି ଲେଖିପାରିଲାନି, ସେ ଦେଶଟା କଣ ମୌଳିକ ଚିନ୍ତା ବଢିବ? ସେ ଦେଶରେ କେମିତି ଆଗକୁ ଯିବ? ତେଣୁ ଆମକୁ ଭାବିବା ପାଇଁ ପଡିବ, ଚିନ୍ତା କରିବା ପାଇଁ ପଡିବ। ଶିକ୍ଷାର ସ୍ତର ବର୍ତ୍ତମାନ କଣ ହୋଇଗଲାଣି? ବର୍ତ୍ତମାନ ଆମେ ଗାଇଡ ବହି, ନୋଟ ବହି ତା ଭିତରେ ନିର୍ଭର କରୁଛେ, ଟେଷ୍ଟ ପେପର ଉପରୁ ନିର୍ଭର କରୁଛେ, ବହି ପଢିକି ଆମେ ଆମର ମୌଳିକ ଚିନ୍ତାର ବିକାଶ କରୁନାହିଁ। ବୁଝିପାରୁଛୁ ନା ନାଇଁ? ଦେନ୍ ପିଲା ଯଦି ପ୍ରାଥମିକ ସ୍କୁଲରୁ ନୋଟ ବହି ପଢେ, ପରୀକ୍ଷାରେ ପାସ୍ କରିବାର ଆଧୁନିକ କୌଶଳ ମାନେ ଶିଖେ, ବହିର ଜ୍ଞାନ ଅନୁସନ୍ଧାନ ନ କରି ପ୍ରଶ୍ନ ଉତ୍ତର କେମିତି ରହିଛି ସେଇ ଅନୁସନ୍ଧାନ ଅନେକ ସମୟ କଟାଏ, ତେବେ ଜ୍ଞାନାର୍ଜନ ନ କରିବା ତା ପକ୍ଷରେ ସମ୍ଭବ ହେବ କେଉଁଠୁ? ତେଣୁ ଆଜିକାଲି ପିଲା କଣ କରୁଛନ୍ତି? ପ୍ରାଥମିକ ସ୍କୁଲ ଖଣ୍ଡେ ଖଣ୍ଡେ ନୋଟ ବହି କିଣିକି ଆଣୁଛନ୍ତି, ବାବା ମାକେ କହୁଛନ୍ତି, ମା ଗୋଟେ ନୋଟ ବହି ମୋ ପାଇଁ ଆଣିବ, ମୋ ପାଇଁ ଗୋଟିଏ ବହିଟିଏ ଆଣିବ। ସେ ବହିକି ଆଣିବ, ଗାଇଡ ବହି ଟେଷ୍ଟ ପେପର ଆଣିବ। ତେଣୁ ମୁଁ ତାଙ୍କେ କଣ କରୁଛନ୍ତି? ପରୀକ୍ଷାରେ ପାସ୍ ହେବା ପାଇଁ ଆଧୁନିକ କୌଶଳୀ ମାନ ଶିଖୁଛନ୍ତି। କେମିତି? ସେ ଚିରିକି ବିକିନି ଭିତରେ ରଖି କପିଟାକୁ ଧରା ପଡିବନି। କେମିତି କପିଟାକୁ ରଖିବି ଯେ ଧରା ପଡିବନି? ତେଣୁ ଏଇଭଳି ଭାବରେ ପରୀକ୍ଷାରେ ସେ ପାସ କରିବାର ବିଭିନ୍ନ କୌଶଳ, କାହାଠୁ କେମିତି ଟିପି ପକେଇବି, ଏଇଭଳି ଭାବରେ ତେଣୁ ବହୁତ କୌଶଳ ଶିଖିଛନ୍ତି, ନୋଟ ବହି ପଢୁଛନ୍ତି। ପରନ୍ତୁ ବହିର ଜ୍ଞାନ ଅନୁସନ୍ଧାନ ନ କରି ପ୍ରଶ୍ନ ପତ୍ର କେଉଁଠି ରହିଛି ଖାଲି ସେଇ ଅନୁସନ୍ଧାନ କରୁଛନ୍ତି। ବହିରେ କଣ ଜ୍ଞାନ ଟା ଲେଖା ହୋଇଛି ସେ କଥା ପିଲାମାନେ ବୁଝୁନାହାନ୍ତି, ପରନ୍ତୁ ପ୍ରଶ୍ନ ପତ୍ର କେମିତି ଆସିବ? ଗୋଟେ ଯେ ପିଲା ଅଛନ୍ତି, ସାର୍ ଆମକୁ ଖାଲି ଇମ୍ପୋର୍ଟାଣ୍ଟ କହିଦିଅନ୍ତୁ,
ଆମେ ଖାଲି ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କେମିତି ଆସିବ ଟିକେ କହିଦିଅନ୍ତୁ। ସେମିତି କଲେ ପିଲା ତମ ମାର୍କ ତ ଭଲ ରହିବ ଯେ ଆମ ପରୀକ୍ଷା ପଦ୍ଧତି ମଧ୍ୟ ସେଇ ପରୀକ୍ଷା ଯିଏ ଅଧିକ ମାର୍କ ରଖୁଛି ତାକୁ ଆମେ ବାବା କହୁଛେ ତାକେ ମଧ୍ୟ ସବୁ ଶୀଘ୍ର ସବୁ କଥା ସୁଯୋଗ ମିଳୁଛି। କିନ୍ତୁ ପ୍ରକୃତରେ ଯଦି ଦେଖିବା ବହିର ଜ୍ଞାନକୁ ଅନୁସନ୍ଧାନ କରୁନେ କେବେ କୋଉଠି ପ୍ରଶ୍ନ ପତ୍ର କେମିତି ରହିଛି ସେଇ ଅନୁସନ୍ଧାନ ଆମେ କରୁନେ କେଉଁଠୁ ପ୍ରଶ୍ନ ଆସିବ ସେ ଖଣ୍ଡକ ମୋର ଟିକେ ଅଣ୍ଡରଲାଇନ କରିଦିଅ ମୋର ଟିକେ ଗାଈ ପକେଇ ଦିଅ ଗାର ପକେଇ ଦିଅ ମୁଁ ସେଇଠି ଘୋଷିକି ଯିବି ପିଲା କହୁଛନ୍ତି ତେଣୁ ବହିର ଜ୍ଞାନଟା ପିଲା ଆଉ ଖୋଜୁନାହାନ୍ତି କେବଳ ପ୍ରଶ୍ନ ପତ୍ର କେଉଁଠି ରହିଛି ପ୍ରଶ୍ନ ପତ୍ର ଖୋଜୁଛନ୍ତି ପରୀକ୍ଷାରେ କେମିତି ପାସ୍ କରିବେ ସେ କୌଶଳ ଖୋଜୁନାହାନ୍ତି ବହି ନୋଟ ପିଲାମାନେ ପଢୁଛନ୍ତି ଖାଲି ଗୋଟେ ବଢିଆ ଉଦାହରଣ କହିଛନ୍ତି ଏବେ ଆନ୍ଧ୍ରପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନ ପତ୍ର ପଢିକି 10,000 ଟଙ୍କା ଲାଭ କରିତେ ଉଠେଇଥିଲା ତାହେଲେ ପରୀକ୍ଷାରେ ଆସିବ ଆନ୍ଧ୍ରପ୍ରଦେଶରେ ଗୋଟିଏ ପିଲା କଣ କରିକି 10,000 ପାଇଥିଲା ପ୍ରଶ୍ନ ପତ୍ର ବିକ୍ରି କରି ବିକ୍ରି ଏବେ ବହୁତ ପରୀକ୍ଷା ତମେ ମାନେ ଜାଣିଥିବ ବିଭିନ୍ନ ସୋସିଆଲ ମିଡିଆ ଟିଭି ରେଡିଓରେ ଶୁଣିଥିବ କୋଶ୍ଚିନ୍ ପେପର ଲିକ୍ ହୋଇଯାଇଛି ବିକ୍ରି ହୋଇଯାଇଛି କେତେ କଣ ହୋଇଯାଇଛି ନାଇଁ ତେଣୁ ପ୍ରଶ୍ନ ପତ୍ର ବିକ୍ରି 10,000 ଟଙ୍କା ଲାଭ ହୋଇଗଲା ସେଠିକା ବିଧାନସଭାରେ ବିଚାର ହୋଇଛି। ତେଣୁ ଜଣେ ସ୍କୁଲ ଶିକ୍ଷକ ଖୋଲା ଖୋଲି ଗୋଟିଏ ପ୍ରବନ୍ଧ ଲେଖିଛନ୍ତି ଜଣେ ସ୍କୁଲ ଶିକ୍ଷକ ଗୋଟିଏ ପ୍ରବନ୍ଧ ଲେଖିଛନ୍ତି ଯେ ଆଜିକାଲି କୌଣସି ଅନୁଷ୍ଠାନରୁ ବହୁତ ଛାତ୍ର ଖୁବ ଭଲ ଦେଖାଇଛନ୍ତି ତେବେ ସେ ପ୍ରକାର ଫଳକୁ ସନ୍ଧାନ ଚକ୍ଷୁରୁ ଦେଖିବାକୁ ହେବ ସେ ଜଣଙ୍କୁ ଲେଖିଛନ୍ତି ଶିକ୍ଷକ ଖୋଲା ଖୋଲି ଗୋଟେ ପ୍ରବନ୍ଧ ଲେଖିଛନ୍ତି ଜଣେ ସ୍କୁଲ ଶିକ୍ଷକ ଗୋଟିଏ ପ୍ରବନ୍ଧ ଲେଖିଛନ୍ତି ଯେ ଆଜିକାଲି କୌଣସି ଅନୁଷ୍ଠାନରୁ ବହୁତ ଛାତ୍ର ଖୁବ ଭଲ ଦେଖାଇଛନ୍ତି ତେବେ ସେ ପ୍ରକାର ଫଳକୁ ସନ୍ଦେହ ଚକିରେ ଦେଖିବାକୁ ହେବ ଲେଖିଛନ୍ତି କଣ ଶିକ୍ଷକ ଜଣେ ସ୍କୁଲ ଶିକ୍ଷକ ଲେଖିଛନ୍ତି ଯଦି କୌଣସି ଅନୁଷ୍ଠାନ ସେ ଅନୁଷ୍ଠାନରେ ଯଦି ବହୁତ ପିଲା ଫାର୍ଷ୍ଟ କ୍ଲାସରେ ଫାର୍ଷ୍ଟ ହେଲେ ବା ଫାର୍ଷ୍ଟ କ୍ଲାସରେ ପାସ୍ କରିଗଲେ ବହୁତ ପିଲା ତେଣୁ ତାଙ୍କେ ସନ୍ଦେହ ଚକ୍ଷୁରେ ଦେଖାଯାଉଛି ସେ କପି କରି ଭାବ କରିଥି ପକେଇଥିବେ ଦେଖାଯାଉଛି ନା ନାଇଁ ଅବଭିୟସଲି ଯିଏ ନେଇ ସିଏ ସନ୍ଦେହ କରିବ ଗୋଟିଏ ଅନୁଷ୍ଠାନରେ ଯେତେବେଳେ ବହୁତ ପିଲା ଭଲ କରି ପାସ୍ କରିଛନ୍ତି ଆଜିକାଲି ଆମେ ସନ୍ଦେହ ଚକିରେ ଦେଖୁଛେ ପିଲା ଖୁବ ଭଲ କରିଛନ୍ତି ଶୁଣିଲା ମାତ୍ରେ ଆମେ ଯଦି ଜାଣୁଛେ ଯେ ଏ ପିଲା ଭଲ କରିଛି ବୋଲି ତାଙ୍କେ ବହୁତ ସନ୍ଦେହ କରିବାକୁ ଲାଗୁ ହଁ ମ ସେ ନୋଟ ବହିରୁ ଟିପି ଦେଇଥିବ କି କାହାଠୁ କପି କରି ଦେଇଥିବ ନହେଲେ ତାକୁ କେହି ସାହାଯ୍ୟ କରିଥାଏ ନହେଲେ କଣ ପଇସା ପତ୍ର କାରବାର ହେଇଥିବ ଆଉ କଣ ନା ନାଇଁ ତାହେଲେ ଏଇଭଳି ଭାବରେ ଆମେ କଣ କହୁଛେ ତାଙ୍କେ ସନ୍ଦେହ କରିବାକୁ ଲାଗୁଛେ ଯିଏ ଏଇଭଳି ଭାବରେ ରଖୁଛି ନମ୍ବର ରଖିଛି ତାକୁ ଯଦି ଆମେ ପାଠ ପଢାର ପରିଣତି ଏଇଭଳିଆ ହୁଏ ତେବେ ସେ ପ୍ରକାରର ପାଠ ପଢିବା ମୂଲ୍ୟ କଣ ତାହେଲେ ଏଇ ପାଠ ପଢାର ପରିଣତି କଣ ଏଇଆ ହବ ଦରକାର କି ପାଠ ପଢାର ପରିଣତି ଖାଲି କଣ ପରୀକ୍ଷାରେ ପାସ୍ କରିବା ପାଇଁ ପ୍ରକୃତରେ ଜ୍ଞାନ ହାସଲ କରିବା ପାଇଁ ବହିର ଜ୍ଞାନ ଅନୁସନ୍ଧାନ କରିବା ପାଇଁ ପରନ୍ତୁ ପାଠ ପଢାର ପରିଣତି ଆଜି ବଦଳି ଯାଇଛି ତେବେ ସେ ପ୍ରକାରର ପାଠ ପଢା ମୂଲ୍ୟ କଣ ଯଦି ତମେ ମାନେ ଗୁଡାଏ ସାର୍ଟିଫିକେଟ ପାଅ ଭଲ ମାର୍କ ରଖିକି ତାର ମୂଲ୍ୟ କଣ ଯେତେବେଳେ ତମ ମାନଙ୍କର ଇଣ୍ଟରଭ୍ୟୁରୁ ଡକାଯିବ ଯେତେବେଳେ ତମେ ମାନେ ତମ ମାନଙ୍କର ଗୋଟିଏ କମ୍ପିଟିସନ ପରୀକ୍ଷା ହବ ସେଠି ଯାଇକି କଣ କରିବ କଣ କରିବ କଣ କରିପାରିବ କିଛି କରିପାରିବନି ତେଣୁ ଗୁଡାଏ ଖାଲି ଔଷଧ ଉପାୟ ଅବଲମ୍ବନ କରି ଗୁଡାଏ ମାର୍କ ରଖିଦେଲେ ବା ଅବୈଧ ଆସନ ଗୁଡାଏ ମାର୍କ ରଖିଦେଲେ କିଛି ଲାଭ ନାହିଁ ବୁଝିପାରୁଛ ନାହିଁ ପ୍ରକୃତରେ ଜ୍ଞାନକୁ ବଢେଇବାକୁ ପଡିବ ତେଣୁ ଜୀବନଟାକୁ କେବଳ ସିନା ସନ୍ଦେହରେ ଆରମ୍ଭ ହେଉ ସନ୍ଦେହରେ ଶେଷ ତେଣୁ ଜୀବନଟା ଆମର ସନ୍ଦେହରେ ଆରମ୍ଭ ହେଲା ସନ୍ଦେହରେ ମଧ୍ୟ ଶେଷ ହେଲା ସେଇ ସନ୍ଦେହ କରି 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 ଶେଷ ହେଇକି ଯିବା ବର୍ତ୍ତମାନ ପରୀକ୍ଷାରେ ଅବସ୍ଥା ଏଇଭଳି ଥିବା ବେଳେ ଦିନକୁ ଦିନ ପରୀକ୍ଷା ବଢୁଛି ମାଇନର ପରୀକ୍ଷା ଥିଲା ମାଇନର ପରୀକ୍ଷା ନଥିଲା ମାଇନର ପରୀକ୍ଷା ହେଲା ଅପର ପ୍ରାଇମେରୀ ପରୀକ୍ଷା ନଥିଲା ସେଇ ହୋଇସାରିଛି ଏବେ ତ ମାଇନର ପରୀକ୍ଷା ଉଠିଗଲାଣି ଅପର ପ୍ରାଇମେରୀ ଖାଲି ଦଶମରେ ଗୋଟିଏ ବୋର୍ଡ ପରୀକ୍ଷା ଅଛି ତାକୁ ଯଦି ଉଠେଇଦବା ବୋଲି ଲାଗୁଛି ଦେଖିବା କଣ ହେଉଛି ପ୍ଲସ ଟୁରେ ତମେ ମାନେ ତ ଗୋଟିଏ ପରୀକ୍ଷା ଜାଣିଥବ ନାଇଁ ନାଇଁ ତେଣୁ ଏଇଭଳି ପରୀକ୍ଷା ମାଇନର ପରୀକ୍ଷା ନଥିଲା ମାଇନର ପରୀକ୍ଷା ହୋଇଲା ବା ଅପର ପ୍ରାଇମେରୀ ପରୀକ୍ଷା ହୋଇଲା ଯେତେ ପରୀକ୍ଷାରେ ଏସବୁ ପରୀକ୍ଷା ଚାଲୁ ହେବା ପରେ ପରୀକ୍ଷା
ଆଗରେ ଯାହା ସବୁ ଶୁଣା ଯାଇ ନଥିଲା ତାହା ଏବେ ଶୁଣାଗଲା। ନୂଆ ନୂଆ ପରୀକ୍ଷା ଯା ଆସିଲାଠୁ ନୂଆ ନୂଆ କଥା ଶୁଣାଗଲା ଆଉ। ଦେନ୍ କଣ ଅଛି? ଏ ସବୁ ପିଲେ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି? ତାହେଲେ ଆଜି ପାଇଁ ବାସ୍ ଏତିକି।